ସମସ୍ତଙ୍କର ଉଡ଼ିଗଲା ହୋସ୍। କଳି ଯୁଗରେ ସାକ୍ଷାତ ପ୍ରକଟ ହେଲେ ଲବକୁଶ, ଯାହା ସମସ୍ତେ ଦେଖିକି ଆଶ୍ଚର୍ଯ୍ୟ। ପ୍ରକୃତ କଥା ଜାଣିବା ପୂର୍ବରୁ ଆପଣ ଯଦି ପ୍ରଭୁ ଶ୍ରୀରାମଙ୍କ ଭକ୍ତ ତେବେ ଭିଡ଼ିଓକୁ ଲାଇକ୍ କରି କମେଣ୍ଟରେ ଲେଖନ୍ତୁ ଜୟ ଶ୍ରୀରାମ। ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଜାନୁଆରୀ 22ରେ ହେବ, ଯାହା ସାରା ଭାରତବାସୀ ଅପେକ୍ଷା କରିଛି। କିନ୍ତୁ ତା ପୂର୍ବରୁ ଏମିତି କିଛି ଚମତ୍କାର ଘଟିଛି ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପାଇଁ ଗୁଜରାଟରୁ 108 ଫୁଟ ଅଗରବତୀ ଆସିଛି, ଯେଉଁଟା 45 ଦିନ ଧରି ଜଳିବ, ଆଉ ତାର ଓଜନ 3500 କିଲୋଗ୍ରାମ। ତେବେ ଆଉ କିଛି ରାମ ଭକ୍ତ 2100 କ୍ୱିଣ୍ଟାଲର ଘଣ୍ଟା ମଧ୍ୟ ଦେଇଛନ୍ତି ଏବଂ ନେପାଳରୁ ଆସିଛି ବହୁତ ବଡ଼ ବଡ଼ ଉପହାର, ଯାହା ସମସ୍ତେ ଦେଖିକି ଆଶ୍ଚର୍ଯ୍ୟ ହେଉଛନ୍ତି। ତେବେ ଜାନୁଆରୀ 11ରେ ଏଭଳି କିଛି ଚମତ୍କାର ଘଟିଥିଲା, ସମସ୍ତେ ଶୁଣିକି ଆଶ୍ଚର୍ଯ୍ୟ। ଅଯୋଧ୍ୟାରେ ଶ୍ରମିକମାନେ କାମ କରୁଥିବା ବେଳେ ପ୍ରତ୍ୟେକ ଦିନ ରାତିରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଆନ୍ତି ଏବଂ ରାତିରେ ମଧ୍ୟ ସେଠି ରେଷ୍ଟ ନିଅନ୍ତି। କିନ୍ତୁ ରାତି 9ଟା ପରେ ଯେତେବେଳେ ଯାଇଛନ୍ତି, ପ୍ରଭୁ ଶ୍ରୀରାମଙ୍କ ଗର୍ଭଗୃହରୁ 2ଟି ନାଗସାପ ଦେଖିବାକୁ ମିଳିଥିଲା, ଯାହା ଚାରିଆଡ଼େ ଏବେ ଚର୍ଚ୍ଚା ଧରିଛି। ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ହୁଏତ ନାଗଲୋକରୁ ଆସିଛନ୍ତି, ଏଭଳି ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଏବେ ସବୁଠାରୁ ବଡ଼ ଚମତ୍କାର ବିଷୟ ଯେ କିଛି ଦିନ ପୂର୍ବରୁ ଜଟାୟୁ ମଧ୍ୟ ଆସିଥିଲେ, ଆଉ କିଛି ଲୋକ ମଧ୍ୟ ତାଙ୍କୁ ପୂଜା ମଧ୍ୟ କରିଥିଲେ। ଏଭଳି ସବୁ ଘଟଣା ସୋସିଆଲ ମିଡ଼ିଆରେ ଘଟୁଛି। ତେବେ ଏବେ କୁହାଯାଉଛି ଯେ ଅଯୋଧ୍ୟାକୁ ଲବକୁଶ ଆସିବେ। ତେବେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଭାରତବାସୀ ଅପେକ୍ଷା କରିଛି। କୌଣସି ମନ୍ଦିରରେ ଭଗବାନଙ୍କ ପ୍ରତିମାକୁ ଉତ୍ସର୍ଗ କରିବାର ମହତ୍ତ୍ୱ ରହିଛି। ମୂର୍ତ୍ତିର ପବିତ୍ରତା ବିନା ଭଗବାନଙ୍କ ଉପାସନା ଅସମ୍ପୂର୍ଣ୍ଣ ବୋଲି ଧରାଯାଏ। ତେବେ ପ୍ରାଣ ପ୍ରତିଷ୍ଠା କ'ଣ? ରାମ ମନ୍ଦିରରେ ଲବକୁଶ କିପରି ଦେଖାଗଲେ? ସନାତନ ଧର୍ମରେ କୌଣସି ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ମୂର୍ତ୍ତିକୁ ଜୀବନ୍ତ କରିବା ପାଇଁ ପ୍ରାଣ ପ୍ରତିଷ୍ଠା କୁହାଯାଏ। ପ୍ରାଣ ପ୍ରତିଷ୍ଠା ଅର୍ଥ ହେଉଛି ଯେ ଜୀବନ ଶକ୍ତି ଏବଂ ପ୍ରତିଷ୍ଠାର ଅର୍ଥ ହେଉଛି ଯେ ପ୍ରତିଷ୍ଠାତା। ଏପରି ପରିସ୍ଥିତିରେ ପ୍ରାଣ ପ୍ରତିଷ୍ଠାର ଅର୍ଥ ହେଉଛି ଯେ ଜୀବନ ଶକ୍ତି ପ୍ରତିଷ୍ଠା କରିବା କିମ୍ବା ଦେବତାଙ୍କୁ ଜୀବନ୍ତ କରିବା। ପ୍ରାଣ ପ୍ରତିଷ୍ଠା ବିନା କୌଣସି ପ୍ରତିମା ପୂଜା କରାଯାଇ ପାରିବ ନାହିଁ ବୋଲି ବିଶ୍ୱାସ କରାଯାଏ। ପ୍ରାଣ ପ୍ରତିଷ୍ଠା ମାଧ୍ୟମରେ ଜୀବନ ଶକ୍ତି ପ୍ରତିମା ମଧ୍ୟରେ ପ୍ରବେଶ କରେ। ସେହି ପ୍ରତିମା ଏକ ଦେବତା ରୂପରେ ପରିଣତ ମଧ୍ୟ ହୁଏ। ଅର୍ଥାତ୍ ବର୍ତ୍ତମାନ ପ୍ରଭୁ ଶ୍ରୀରାମ ଅଯୋଧ୍ୟା ରାମ ମନ୍ଦିରରେ ରହିବାକୁ ଯାଉଛନ୍ତି। ଯେତେବେଳେ ପ୍ରଭୁ ନିଜେ ଆସିବେ ପୁଣି ଥରେ ଅଯୋଧ୍ୟାକୁ, ତାଙ୍କର ପ୍ରିୟ ପୁତ୍ର ଲବକୁଶକୁ କିପରି ବା ଛାଡ଼ି ଦେଇପାରିବେ? କାରଣ ଯେତେବେଳେ ପ୍ରଭୁ ଶ୍ରୀରାମ ସମାଧି ପାଇଁ ଯାଇଥିଲେ, ସେତେବେଳେ ଅଯୋଧ୍ୟା ରାଜ୍ୟକୁ ଲବକୁଶକୁ ହସ୍ତାନ୍ତର କରିଥିଲେ। ଏହା ହେଉଛି ବିଷ୍ଣୁଙ୍କର ଚମତ୍କାର। ରାବଣକୁ ହତ୍ୟା କରି ରାମ ଲଙ୍କାକୁ ଜୟ କରିଥିଲେ, କିନ୍ତୁ ଯେତେବେଳେ ବିମାନରେ ପୁଣି ଅଯୋଧ୍ୟାକୁ ଫେରିଥିଲେ, ସେତେବେଳେ ବିଷ୍ଣୁ ପ୍ରଭୁ ରାମଙ୍କ ସହିତ ଅଯୋଧ୍ୟାକୁ ଆସିଥିଲେ। ଅନେକ ଦିନ ଧରି ଅଯୋଧ୍ୟାରେ ମଧ୍ୟ ରହିଥିଲେ। ଏହାପରେ ଲଙ୍କାର ସିଂହାସନ ମଧ୍ୟ ଗ୍ରହଣ କରିଥିଲେ। ଲଙ୍କାର ରାଜା ମଧ୍ୟ ହୋଇଥିଲେ। ଅର୍ଥାତ୍ ଭଗବାନ ଶ୍ରୀରାମଙ୍କ ପ୍ରତି ଭକ୍ତି ତାଙ୍କ ଅତ୍ୟନ୍ତ ଭାଗ୍ୟବାନ ବୋଲି ପ୍ରମାଣିତ ହୋଇଛି। ଯିଏ ରାମଙ୍କ ଆଶ୍ରୟସ୍ଥଳୀ ଆସନ୍ତି, ଆପଣ ଜାଣିବେ ହିନ୍ଦୁ ଧର୍ମର ପୁରାଣ ଅନୁଯାୟୀ ବିଶ୍ୱାସ ମଧ୍ୟ କରାଯାଏ। ତେବେ 8 ଜଣ ମହାନ ବ୍ୟକ୍ତିତ୍ୱ ଏବେ ଜୀବନ୍ତ ଅଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ରାମାୟଣ ସମୟରେ, କେତେକ ମହାଭାରତ ସମୟରେ ଏବଂ କିଛି ବ୍ୟକ୍ତିତ୍ୱ ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ମଧ୍ୟ ଜୀବିତ ଅଛନ୍ତି। ତେବେ କୁହାଯାଉଛି ଯେ ଭଗବାନ ବିଷ୍ଣୁ ଏବଂ ସାରା 33 କୋଟି ଦେବତା ଏବେ ଜାନୁଆରୀ 22ରେ ଆସିବେ। ମାନେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଦିନ ସମସ୍ତେ ଆସିକି ପହଞ୍ଚିବେ। ହୁଏତ ମଣିଷକୁ ଦେଖା ଦେଇପାରନ୍ତି, କିନ୍ତୁ କୌଣସି ନା କୌଣସି ରୂପରେ ଆସିକି ପହଞ୍ଚିବେ। ତେବେ ଭଗବାନ ରାମଙ୍କର ଜଣେ ଭକ୍ତ ବିଭୀଷଣ ବାଲ୍ୟକାଳରୁ ଧାର୍ମିକ ରହି ଆସୁଥିଲେ ଏବଂ ସେ ତାଙ୍କ ବଡ଼ ଭାଇ ରାବଣକୁ ଧର୍ମ ବିରୋଧୀ କାର୍ଯ୍ୟକଳାପକୁ ମଧ୍ୟ ବିରୋଧ କରୁଥିଲେ। ସେ ଲଙ୍କା ଯୁଦ୍ଧରେ ମଧ୍ୟ ଯୁଦ୍ଧ କରିଥିଲେ।
ଧର୍ମ ଅନୁସରଣ କରିବା ପରେ ପ୍ରଭୁ ରାମଙ୍କୁ ମଧ୍ୟ ସମର୍ଥନ କରିଥିଲେ। ତେଣୁ ସାରା ଭାରତବାସୀ ଅପେକ୍ଷା କରିଛନ୍ତି ଜାନୁଆରୀ 22କୁ ପ୍ରଭୁ ଶ୍ରୀ ରାମ ଧରାପୃଷ୍ଠକୁ ଅବତରଣ କରିବେ। ହୁଏତ ପ୍ରଭୁ ଶ୍ରୀ ରାମଙ୍କ ଦର୍ଶନ ପାଇଁ କିଛି କିଛି ଅବତାରରେ ଆସିପାରନ୍ତି, କିନ୍ତୁ 33 କୋଟି ଦେବତା ମାନେ ପ୍ରଭୁ ଶ୍ରୀ ରାମଙ୍କ ପାଖକୁ ଆସିବେ ଦର୍ଶନ ପାଇଁ ବୋଲି କୁହାଯାଉଛି। ତେଣୁ ଏନେଇ ବଡ଼ ବଡ଼ ଚମତ୍କାର ମଧ୍ୟ ସୃଷ୍ଟି ହେଉଛି। ସାରା ଭାରତ ବର୍ଷ ପାଇଁ ଇଏ ଏକ ଅଲୌକିକ କଥା। 500 ବର୍ଷ ଧରି ଏଭଳି ଘଟିନଥିଲା। ଏବେ ଏମିତି ଘଟିବାରୁ ସବୁ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ସମସ୍ତେ କହୁଛନ୍ତି କଳିଯୁଗ ଶେଷ ହୋଇ ଏବେ ପୁଣି ଆଉଥରେ ରାମ ରାଜ୍ୟ ହେବ। ତେଣୁ ଆପଣମାନେ ଥରେ କୁହନ୍ତୁ, ଜୟ ଶ୍ରୀରାମ।